କିଛି ସମୟ ଗାଇ ଯିବା ପାଇଁ ଇଚ୍ଛା ହଉଛି କିଛି ସମୟ ନାଚି ଯିବା ପାଇଁ। ସତ କହିଛ ଏ ପଦ୍ମା ସ୍ୱାମୀ। ଶୁଣିବ ନିଶ୍ଚୟ। ଆଜି ମୋ ପୁଅର ନାମକରଣ। ଏ ପଦ୍ମା ସ୍ୱାମୀ ଅଭିନନ୍ଦନ। ଶୁଣୁଛ ପଦ୍ମା? ହଁ ଆଜି ମୋ ପୁଅର ନାମକରଣ ଅଭିନନ୍ଦନ। ଆଜି ମୋ ପୁଅର ନାମକରଣ ଅଭିନନ୍ଦନ। ଏ ଶୁଭ ବେଳାରେ ଶୁଭ লগନରେ, ଏ ଶୁଭ ବେଳାରେ ଶୁଭ লগନରେ ହସି ଉଠିବ ରାଜ ଭବନ ଅଭିନନ୍ଦନ। ଆଜି ମୋ ପୁଅର ଜନ୍ମଦିନ ଅଭିନନ୍ଦନ। ତାହେଲେ ଆଜି ପୁଅର ନାମକରଣ ଯେମିତି ହେଲେ କରିଦେବା। ନିଶ୍ଚୟ କରିବା। ହଁ। ଆରେ ମୋ ପୁଅକୁ କଣ ନାମ ଦେବ ତମେ କହିବ ନା? ନା ନା ଆପଣ କୁହନ୍ତୁ। ନାଇଁ ନାଇଁ ତମେ କହ। ଆରେ ବାବା ମୁଁ କହିଲି ପରା ଆପଣ କୁହନ୍ତୁ। ମୁଁ କହିବି? ହଁ କହିବି ତ? ହଁ। ପଦ୍ମା ସ୍ୱାମୀ କହିବି ନା? ନିଶ୍ଚୟ। ମୋ ପୁଅର ନାମ କଣ ଜାଣିଛ? ନା ନା ହେ ପଦ୍ମା ମୋ ପୁଅର ନାମ ହଉଛି ପ୍ରଶାନ୍ତ। ସ୍ୱାମୀ ହଁ ତ ସତ ସତ ନାଟା ସେ ଯେମିତି ସୁନ୍ଦର ନାଟା ମଧ୍ୟ ସେତିକି ସୁନ୍ଦର ହେଇଛି। ସ୍ୱାମୀ ନାଟା ଭାରି ସୁନ୍ଦର ହେଇଛି। ମୋ ମନକୁ ତ ଲାଖି ଯାଉଛି। ଆରେ କଣ କହିବ କି? ସ୍ୱାମୀ କହୁନ। ସ୍ୱାମୀ ଆରେ କହ। ଆଉ ଜାଣିଛ କିଛି ମନେ ପଡୁନି? କିଛି ବି ଦେଖୁନ? ଆରେ ଦେଖିଲ ଦେଖିଲ ମୋ ପୁଅର ବେକଟା କେମିତି ଖାଲି ଖାଲି ଦେଖାଯାଉଛି ଯେ। ତ ସେଥିପାଇଁ ମୁଁ କଣ କହୁଥିଲି, ଆପଣ ବଣିଆ ପାଖକୁ ଯାଇ ଶୀଘ୍ର ଗୋଟିଏ ସୁନାର ପଦକ ନେଇ ଆସିଲେ ମୋ ପୁଅ ଯଦି ପିନ୍ଧିବ ନା ଭାରି ସୁନ୍ଦର ଦେଖାଯିବ। ଦେଖାଯିବ। ହଁ ଏ ପଦ୍ମା ସ୍ୱାମୀ ଏଇନେ ଯିବି ଏଇନେ ଆସିବି। ନିଶ୍ଚୟ ସିଧାସଳଖ ବଣିଆ ପାଖକୁ ଯିବି। ମୋ ପୁଅ ପାଇଁ ସୁନ୍ଦର ସ୍ୱର୍ଣ୍ଣ ପଦକଟି ତିଆରି କରି ଆଣି। ହଁ ସ୍ୱାମୀ। ତମେ ଚିନ୍ତା କରୁଛ କାହିଁକି? ହେଲେ ନା ବାପା ମୁଁ ଚିନ୍ତା କାହିଁକି କରିବି ଯେ? ହେଲେ ଆପଣ ବିଳମ୍ବ କରିବେନି। ନାଇଁ 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 ପୁଅ ପରା ସକାଳୁ ଉଠିଲି ଏ ବିଳମ୍ବ କରିବେନି। କରୁଛି ସିଧାସଳଖ ସ୍ୱାମୀ। ତାହେଲେ ଆପଣ ଶୀଘ୍ର ଯାଇ ସେ ବଣିଆ ପାଖରୁ ଗୋଟିଏ ସୁନାର ପଦକ ନେଇ ଆସନ୍ତୁ। ନିଶ୍ଚୟ ଆଣିବି। ତାହେଲେ ମୁଁ କହିଲି ପରା ନିଶ୍ଚୟ ଆଣିବି। ତାହେଲେ ମୁଁ ଆସୁଛି ସ୍ୱାମୀ। ପ୍ରାଣବନ୍ଧ କୁଆଡ଼େ ଗଲେ ଏପର୍ଯ୍ୟନ୍ତ ଆସିଲେନି କାହିଁକି? ମୋ ରାଜ୍ୟର ଖବର କିଛି ପାଇଲିନି।